आज ହେଉଛି ଜାଗର ରାତ୍ରି। ତେଣୁ ସମସ୍ତେ ମନ୍ଦିର ଯାଆନ୍ତୁ, ପୂଜା କରନ୍ତୁ, ପ୍ରଭୁଙ୍କୁ ନୈବେଦ୍ୟ ଦୀପ ଧୂପ ଚନ୍ଦନ ସିନ୍ଦୁର କର୍ପୂର ଆଦିରେ ମାନେ ଆଗମନ କରାନ୍ତୁ, ଆଣନ୍ତୁ ତାଙ୍କୁ। ତେଣୁ ତାଙ୍କୁ ପାଖରେ ଆପଣମାନଙ୍କର ସମସ୍ତ କାର୍ଯ୍ୟ ସିଦ୍ଧି ହେଉ। ମୁଁ ମଧ୍ୟ ନିଶାର୍ଦ୍ଧରେ ପୂଜା କରି ଆଜି ଜାଗର ରାତ୍ରିରେ ଉଜାଗର ରହିକି ପ୍ରଭୁଙ୍କ ପାଖରେ ସେହି ପୂଜାଟିକୁ କରୁଛି। ଜଗତ ଉଦ୍ଧାର ହେଉ, ଜଗତ କଲ୍ୟାଣ ପାଇଁ ଏ ପୂଜା। ତେଣୁ ଆପଣମାନେ ନିଶ୍ଚୟ ଆକୁ ଦେଖିବେ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଆପଣଙ୍କର ପରିବାରର ଉନ୍ନତିରୁ ଉନ୍ନତି ହେବ। ମୋର ପ୍ରଭୁଜୀ କ୍ରିଏସନ୍ ନିଜସ୍ୱ ଚ୍ୟାନେଲ୍। ତେଣୁ ଆପଣମାନେ ଆକୁ ଲାଇକ୍ ସେୟାର ସବସ୍କ୍ରାଇବ୍ ବହୁ ମାତ୍ରାରେ କରନ୍ତୁ। ହଉ, ତବେ ଦର୍ଶନ କରୁଛି ପ୍ରଭୁଙ୍କର ଦର୍ଶନ, ଦିବ୍ୟ ଦର୍ଶନ ଆପଣମାନେ ଦେଖନ୍ତୁ, ଦର୍ଶନ କରନ୍ତୁ ଏବଂ ସମସ୍ତେ ନମ୍ରତାର ସହ ପ୍ରଣିପାତ କରନ୍ତୁ। ପ୍ରଭୁଙ୍କ ପାଖରେ ଶରଣ ପଶନ୍ତୁ। ଦେବାଦିଦେବ ମହାଦେବ ଜୟ ଆଖଣ୍ଡମଣି ପ୍ରଭୁ ଅଖଣ୍ଡ ମଣ୍ଡଳାକାରಂ ବ୍ୟାପ୍ତ ଯେନ ଚରାଚରମ ତତ୍ପଦମ ଦର୍ଶିତମ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। ସେ ହେଉଛନ୍ତି ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦେବତା। ତେଣୁ ତାଙ୍କୁ ଦର୍ଶନ କଲେ ସେ ହେଉଛନ୍ତି ସୃଷ୍ଟିକର୍ତ୍ତା, ତ୍ରାଣକର୍ତ୍ତା, ରକ୍ଷାକର୍ତ୍ତା। ବାବା ଗୋଡ଼ା ଲୋକନାଥେଶ୍ୱର, ଧବଳେଶ୍ୱର, ଶାଳେଶ୍ୱର, ଭୀମେଶ୍ୱର, କପାଳେଶ୍ୱର, ଲିଙ୍ଗରାଜେଶ୍ୱର, କପିଳେଶ୍ୱର, ଦେବଦେବ ମହାଦେବ ଜୟ ଆଖଣ୍ଡମଣି, ନୀଳକଣ୍ଠେଶ୍ୱର, ବୁଢ଼ିଜା ଗୁଳେଇ, ମା ବିରଜା, ମଙ୍ଗଳା, ସାରଳା, ହିଙ୍ଗୁଳା, ଚର୍ଚ୍ଚିକା, ଭଗବତୀ, ସମଲେଶ୍ୱରୀ, ଶ୍ରୀକ୍ଷେତ୍ର ବାସିନୀ ବିମଳା ଏବଂ ଗୋରଖନାଥ, ଲଡ଼କେଶ୍ୱର, ଖିଲାଳେଶ୍ୱର, ପଞ୍ଚଲିଙ୍ଗେଶ୍ୱର, କାଳେଶ୍ୱର। ଦେଖନ୍ତୁ, ଦର୍ଶନ କରୁଛି ଆପଣମାନଙ୍କୁ। ଆପଣ ଲାଇକ୍ ସେୟାର ସବସ୍କ୍ରାଇବ୍ ବହୁ ମାତ୍ରାରେ କରିବେ। ଜୟ ବାବା ଗୋଡ଼ା ଲୋକନାଥେଶ୍ୱର। ଦେଖନ୍ତୁ ଦର୍ଶନ, ଆପଣଙ୍କର ଦିବ୍ୟ ଦର୍ଶନ। ଇଏ ହେଉଛି ବାବାଙ୍କ ଦର୍ଶନ। ରାତ୍ରି ପୂଜା, ନିଶାର୍ଦ୍ଧ ପୂଜା। ପୁଣି କାଲି ରାତି 4ଟାରୁ ଆପଣଙ୍କର ମହାଦୀପ ଉଠିବ। ମହାଦୀପ ଦର୍ଶନ କରିବେ ଆପଣମାନେ। ଏବେ ପୂଜା ଆରମ୍ଭ ହୋଇଗଲାଣି। ବାବାଙ୍କର ଚତୁର୍ଦ୍ଧା ମାନେ ଶରଣର ପୂଜା। ତେଣୁ ଇଏ ହେଉଛି ପ୍ରଥମ ବରଣ। ତାପରେ ଦ୍ୱିତୀୟ ବରଣ ହେବ ଦିନ 12ଟା ବେଳକୁ, ତୃତୀୟ ବରଣ ହେବ ସନ୍ଧ୍ୟା 6ଟା ବେଳକୁ, ଆଉ ଚତୁର୍ଥ ବରଣ ହେବ ରାତ୍ରି 4 ଘଟିକା ସମୟରେ ମହାଦୀପ ଉଠିବ। ଏ ହେଉଛି ନିୟମ। ଦେଖନ୍ତୁ, ଦର୍ଶନ କରନ୍ତୁ ବାବାଙ୍କୁ, ଆଉ ଲାଇକ୍ ସେୟାର ସବସ୍କ୍ରାଇବ୍ ବହୁ ମାତ୍ରାରେ କରନ୍ତୁ। ଜୟ ବାବା ଗୋଡ଼ା ଲୋକନାଥେଶ୍ୱର, ଧବଳେଶ୍ୱର, ଶାଳେଶ୍ୱର, ଭୀମେଶ୍ୱର, କପାଳେଶ୍ୱର, ଲିଙ୍ଗରାଜେଶ୍ୱର, କପିଳେଶ୍ୱର, ଦେବଦେବ ମହାଦେବ ଜୟ ଆଖଣ୍ଡମଣି, ବାବା ଗୋରଖନାଥ, ଲଡ଼କେଶ୍ୱର, ଖିଲାଳେଶ୍ୱର, ପଞ୍ଚଲିଙ୍ଗେଶ୍ୱର, କାଳେଶ୍ୱର ଆପଣଙ୍କ ପରିବାରକୁ ସଦା ସର୍ବଦା ଖୁସି ରଖିଥାନ୍ତୁ। ଜୟ ଜାଗର ରାତ୍ରି କି ଜୟ।